କାହିଁକି କେଜାଣି କାର୍ତ୍ତିକ ମାସର ଯୋଉ ହବିଷ ଡାଲମାଟା ବନାଯାଏ ତାହାର ଟେଷ୍ଟ ଆପଣମାନେ ଆଉ ଯେତେବେଳେ ବନାନ୍ତୁ ସେ ଟେଷ୍ଟଟା ସେମ୍ ଲାଗିନଥାଏ। ଏଇଟା ମୁଁ ଫିଲ୍ କରିଛି। ଆପଣମାନେ କଣ ଫିଲ୍ କରିଛନ୍ତି ନିହାତି ଭାବରେ କମେଣ୍ଟ କରିକି ଜଣାଇବେ। ତ ଚାଲନ୍ତୁ ଆଜି ଷ୍ଟାର୍ଟ କରିବା ଓଡ଼ିଶା ପ୍ରସିଦ୍ଧ ଆମର ହବିଷ ଡାଲମା। ତ ମୁଗ ନେଇଯାଇଛି, ଦେଶୀ ମୁଗ ପୁରା ଭାଜିକି ଚୁରିକି ରଖିଥିଲି, ତାକୁ ଧୋଇକି ନେଇଯିବେ। ତାପରେ ନେଇଯିବେ ଅମୃତଭଣ୍ଡା, ତାପରେ ନେଇଯିବେ ଆଳୁ, ତାପରେ ନେଇଯିବେ ଏଠି କଦଳୀ, ତାପରେ ନେଇଯିବେ ମାଟି ଆଳୁ, ତାପରେ ଓଉ ନେଇଯିବେ, ତାପରେ ନେଇଯିବେ ଅଦା ଖଣ୍ଡେ ଛେଚିକି। ଫ୍ରେଣ୍ଡସ୍ ଆପଣମାନେ ସାରୁର ୟୁଜ୍ ନିହାତି ଭାବରେ କରିବେ। ଯେହେତୁ ହଜବେଣ୍ଡ ସାରୁ ଖାଆନ୍ତିନି ସେଥିପାଇଁ ମୁଁ ସ୍କିପ୍ କରିଛି, କିନ୍ତୁ ଆପଣମାନେ ସାରୁ ହବିଷ ଡାଲମାରେ ସାରୁ ହିଁ ପଡ଼ିଥାଏ, ତ ସାରୁ ନିହାତି ଭାବରେ ଆପଣମାନେ ଆଡ୍ କରିବେ। ତ ତାପରେ ଲୁଣ ନେଇଯିବେ, ହଳଦୀ ନେଇଯିବେ, ପାଣି ଦେଇଦେବେ। ପାଣି ପୁରା ଡବଲ ପାଣି ଦେଇଦେବେ। ପାଣି ଦେଇକି ଆପଣମାନେ 2ଟା ସିଟି ମାରିବା ପର୍ଯ୍ୟନ୍ତ ୱେଟ୍ କରିବେ। କାରଣ ହବିଷ ଡାଲମାଟି ଆମର ଯଦି ଅଧିକ ସିଝିଯିବ ଜମା ବି ଭଲ ଲାଗିବନି। ପରିବା ଯଦି ଅଧିକ ସିଝିଯିବ ଭଲ ଲାଗିବନି। ଜାଇ ବି ଯଦି ଅଧିକ ସିଝିଯିବ ଭଲ ଲାଗିବନି। ତେଣୁକରି 2ଟା ସିଟିରେ ପୁରା ବନ୍ଦ କରିଦେବେ। ଦେଖନ୍ତୁ କିଭଳି ଭାବରେ ଆମର ସିଝି ଯାଇଛି। ପୁରା ଅଧା ଅଧା ପରିବା ପତ୍ର ସବୁ ସିଝିଲେ ବହୁତ ବଢିଆ ଟେଷ୍ଟ ଲାଗିଥାଏ ହବିଷ ଡାଲମାଟି। ତ ଏଇଭଳି ଭାବରେ ଯଦି ସିଝିଥିବ ପରିବା ପତ୍ର ବହୁତ ବଢିଆ ପରଫେକ୍ଟ ରହିବ। ତାପରେ ଆମେ ଏଠି ଗୋଟେ କଡେଇ ନେଇଯିବା, ସେଥିରେ ନେଇଯିବା କିଛି ଶୁଖିଲା ଲଙ୍କା, ମୁଁ ଏଠି 2ଟା ନେଇଛି। ତାପରେ ତେଜପତ୍ର ଛିଣ୍ଡେଇକି ନେଇଯିବେ। ସେ ଟିକେ ଜଷ୍ଟ ଫ୍ରାଏ ହେଇଗଲେ ତାପରେ ଆମେ କଣ କରିବା ନା ସେଥିରେ ଜିରା ଦେଇଦବା। ଏଇଭଳି ଭାବରେ ଶୁଖିଲା ଜିରା ଦେଇଦବା। ତାପରେ ଫୁଟଣ ଯଦି ଆପଣ ଚାହିଁବେ ଟିକେ ଫୁଟଣ ଦେଇଦେବେ। ଇଏ ଟିକେ ଫୁଟିଲେ, ଜିରା ଫୁଟଣ ଫୁଟିଲେ ଟିକେ ଆମେ କଣ କରିବା ନା ତାପରେ ଆମେ ଦବା ଘିଅ। ଘିଅ ଏଠି ଛୋଟ ଚାମଚରେ 2 ଚାମଚ ମୁଁ ଘିଅ ଦେଇଛି। ଅଳ୍ପ ଘିଅ ଦେବେ, ବେଶୀ ଘିଅ ଦେବେନି, କାରଣ ଆମେ ପରେ ପୁଣି ଘିଅ ୟୁଜ୍ କରିବା। ତାପରେ ଘିଅ ପକେଇ ସାଙ୍ଗେ ସାଙ୍ଗେ ମିକ୍ସ କରିନେବା। ମିକ୍ସ କରିକି ସାଙ୍ଗେ ସାଙ୍ଗେ ଆମେ କଣ କରିବା ସିଝେଇ ରଖିଥିବା ଡାଲିକୁ ଦେଇଦେବା ସେଥିରେ। ଅଳ୍ପ ଯଦି ଏକାଥରେ ଡାଲି ଦେଇପାରୁନାହାନ୍ତି ତାହେଲେ ଅଳ୍ପ ଦେଇକି ପ୍ରଥମେ ଘୋଡେଇ ଦେବେ କିଛି ସମୟ। ତାପରେ କଣ କରିବା ନା ପୁଣି ଆଉ ସବୁ ଯାକ ଡାଲମାକୁ ଢାଳି ଦେବେ ସେଥିରେ। ଢାଳି ଦେଇକି ମିକ୍ସ କରିନେବେ ଭଲ ଭାବରେ। ମିକ୍ସ କରିସାରିଲା ପରେ ଆମେ ସେଥିରେ ଆଉ କିଛି ଘିଅ ଦେଇଦେବା। ଆଉ ଗୋଟେ ଛୋଟ ଚାମଚରୁ ଚାମଚେ ଘିଅ ମୁଁ ଦେଇଦେଇଛି। ତାପରେ ଜିରା ଲଙ୍କା ଗୁଣ୍ଡ ଦେବେ। ଜିରା ଲଙ୍କା ଗୁଣ୍ଡ ଫ୍ରେଣ୍ଡସ୍ କେବେ ବି ସ୍କିପ୍ କରିବେନି, ଏ ବହୁତ ଭଲ ବାସ୍ନା ଆଣିଥାଏ ଡାଲମାର। ଦେଇକି ତାପରେ କିଛି ସମୟ ଘୋଡେଇ ଦେବେ। ଘୋଡେଇ ଦେଇକି କିଛି ସମୟ ଫୁଟିଲେ ଆମେ ତାକୁ ଗ୍ୟାସର ଫ୍ଲେମକୁ ଅଫ୍ କରିନେବା। ଏବେ ଆମର ମିକ୍ସ କରିନେବା। ତାପରେ ଏବେ ଆମର ରେଡି ହେଇଗଲା ହବିଷ ଡାଲମା। ସବୁଠାରୁ ଟେଷ୍ଟି ଆଉ ବହୁତ ଜଲ୍ଦି ବନେଇକି ରେଡି ହେଇଯାଇଥାଏ। ଆଉ କିଭଳି ଭାବରେ ବାସ୍ନା ହଉଛି, ମାନେ ଯିଏ ବନଉଥିବ ସେ ଜାଣିଥିବ କି ସୁନ୍ଦର ବାସ୍ନା। ପୁରା ହବିଷ ଡାଲମାର ବାସ୍ନାଟା ପୁରା ଅଲଗା ପ୍ରକାର ହେଇଥାଏ। ତ ବହୁତ ବଢିଆ ବାସ୍ନା ହଉଛି। ଏତେ ଦିନ ପରେ ହବିଷ ଡାଲମା ଖାଇକି ମନ ଆତ୍ମା ପୁରା ଶାନ୍ତି ହେଇଗଲା। ତ ଚାଲନ୍ତୁ ଆମେ ହବିଷର ଥାଳିଟି ବନେଇ ନେବା। ମୁଁ ଏଠି କଦଳୀ ପତ୍ର ନେଇଛି। ହବିଷ ଡାଲମା ବନା ହେଇଛି, ଅରୁଆ ଭାତ ହେଇଛି, ତ କଦଳୀ ପତ୍ରରେ ଖାଇବା ତ ନିହାତି ଦରକାର ପଡୁଛି। ସେଥିପାଇଁ କଦଳୀ ପତ୍ର ନେଇଯାଇଛି। ଅରୁଆ ଅନ୍ନ ଦେଇଦେଇଛି, ତା ସହିତ ହବିଷ ଡାଲମା, ତା ସହିତ ବାଇଗଣ କିଛି ଭାଜିକି ନେଇଥିଲି, ଆଉ ଟମାଟୋ ଖଟା କରିଥିଲି, ତା ସହିତ ଲେମ୍ବୁ, କଞ୍ଚା ଲଙ୍କା, ଲୁଣ। ଏଇଟା ତ କମ୍ପଲସରୀ ପୁରା। ଆକୁ ନେଇକି ଆପଣମାନେ ଏନ୍ଜୟ କରିବେ। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ କରିବେ।